Welcome to a wholesome shopping blog for my wedding. So ଚାଲିଛି ସପିଂ କାମ ଏଇଟା ଏମିତି ଗୋଟେ ଭିଡ଼ିଓ ଯାହାକି ମୁଁ ଷ୍ଟାର୍ଟିଂରୁ ଆଜି ଯାଏଁ ଯେତିକି ଯାହା ସପିଂ କରିଛି ତ ଫାର୍ଷ୍ଟ ସପିଂ ମୋର ଷ୍ଟାର୍ଟିଂ ହେଇଥିଲା ମୋ ଶାଢ଼ୀରୁ। ମୋତେ ଏ ଶାଢ଼ୀଟା ଏତେ ଭଲ ଲାଗୁଥିଲା, ବାକି ଏ ଶାଢ଼ୀଟା ମୁଁ ଆଣିନି। ବାକି ସେଦିନ ଯାଇଥିଲୁ ମୋର ଆଉ ସାନ ଭଉଣୀର ସପିଂ ପାଇଁ, ଆଉ ମମି ବି ଯାଇଥିଲେ। ତ ଏ ତ ଖାଇବାଟା ହେଉଛି ମସ୍ତ। ସପିଂ ମାନେ ତ ମୋର ଫୋକସ୍ ଥାଏ ମୁଁ କ'ଣ ଖାଇବି ମାର୍କେଟ ଗଲେ। ତ ଗୁପଚୁପ୍ ଖାଇକିରି ଯାଇଥିଲୁ ଆଉ ଗୋଟେ ଦୋକାନ ଯାହାକି ମୀନାକ୍ଷୀ ଶାଢ଼ୀ, କାହିଁକିନା ଏଠି ସେ ଟାଇମ୍ରେ ଟିକେ ସେଲ୍ ଚାଲିଥିଲା। ଆଉ ମୋତେ ମୋର ଡେଲି ୟୁଜ୍ ପାଇଁ କିଛି କିଛି ଶାଢ଼ୀ ଆଣିବାର ଥିଲା, ଯାହାକି ମୁଁ ଆଫ୍ଟର ମ୍ୟାରେଜ୍ ୱେର୍ କରିବି। ପୁଣି ଗୋଟେ ଦିନ ଯାଇଥିଲି, ଏଇଟା ସେଦିନ ଥିଲା ମୋର ଆଇ ଥିଙ୍କ ଶାଢ଼ୀ ହିଁ, ହଁ ଶାଢ଼ୀ ଯାଇଥିଲି। ପ୍ଲସ୍ ସେଦିନ ଯାଇଥିଲି ସବୁ ପାଟ ଆଣିବା ପାଇଁ ସମସ୍ତଙ୍କ ପାଇଁ, ମାନେ ଯେମିତି ହେଲେ ମୋ ଶାଶୁ ହେଲେ ନଣନ୍ଦମାନଙ୍କ ପାଇଁ ଯାଇଥିଲି ପାଟ ଆଣିବା ପାଇଁ। ବାକି ସେମାନଙ୍କ ପାଟ ମୁଁ ସେଇଠୁ ମାନେ ମୋତେ ଏଠି କିଛି ଏତେ ଭଲ ଲାଗିନଥିଲା। ମୋତେ ଶାଢ଼ୀଟା ଭଲ ଲାଗୁଥିଲା। ଯେଉଁଠି ଗଲେ ବି ଖାଲି କହୁଛି ସେୟା ନେବି, ଏଇଟା ନେବି, ସେୟା ନେବି, ଏଇଟା ନେବି। ନେକ୍ସଟ ଡେ ଯାଇଥିଲି ମୋର ଆଣିବା ପାଇଁ ମୁଁ ମୋର ସିଲଭର ପାଉଁଜି ଆଉ ଗୋଡ଼ ମୁଦି। ତ ଫାର୍ଷ୍ଟ ଯାଇଥିଲୁ ଏଇ ଦୋକାନଟା ଜୁଏଲ୍ ପଏଣ୍ଟ ବୋଲି। ଏଇଟା ହେଉଛି ଗୋଟେ ହୋଲସେଲ୍ ଦୋକାନ, ବାକି ଏଇଠି ମୋତେ କିଛି ଭଲ ଲାଗିଲାନି। ନେକ୍ସଟ ଯାଇଥିଲି ଆଉ ଗୋଟେ ସପ୍ରୁ, ଏ ସପ୍ରୁ ଧରିକି ଆସିଛି ମୁଁ ମୋର ପାଉଁଜି। ଦେନ୍ ଯାଇଥିଲୁ କିଛି ସପିଂ କରିବା ପାଇଁ ଘର ପାଇଁ ପରିବାପତ୍ର। ଦେନ୍ ପରିବାପତ୍ର କିଣି ଗୋଟେ ଗୋଟେ ପେଷ୍ଟ୍ରି ଖାଇକିରି ଘରକୁ ବାପସ ଆସିଯାଇଥିଲୁ। ରହିଲି, ଟାଟା ବାଇ ବାଇ।